ଏହା ସାରା ବିଶ୍ୱ ସାରା ଜଗତ ନିମନ୍ତେ ସୁପରିଚିତ। ଶୁଭ ଶୁକ୍ରବାର କହିଲେ ଗୁଡ୍ ଫ୍ରାଇଡେ କହିଲେ ଲୋକେ ବହୁତ ଆଚମ୍ବିତ ହୁଅନ୍ତି। ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ଦିନ କିପରି ଗୁଡ୍ ଫ୍ରାଇଡେ ହେଉଛି? ବେଡ୍ ଫ୍ରାଇଡେ ସିନା ହେବା କଥା, ଶୁଭ ଶୁକ୍ରବାର ପ୍ରତ୍ୟେକ ମନ୍ଦ ଶୁକ୍ରବାର ହେବା କଥା, ମରଣ ଦିନ କିପରି ଗୁଡ୍ ଫ୍ରାଇଡେ? ଅନେକ ଆଜି ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଜାଣିନାହାନ୍ତି, ଯୀଶୁଙ୍କୁ ଜାଣିନାହାନ୍ତି, ସେମାନଙ୍କ ପାଇଁ ଏହା ଅତି ଅଜ୍ଞାନତା ଏବଂ ସେମାନଙ୍କ ପାଇଁ ଏଟା ହୁଏତ ଦୁଃଖଦାୟକ। କିନ୍ତୁ ଗୁଡ୍ ଫ୍ରାଇଡେ କହିଲା ବେଳକୁ ଆମକୁ ଅତି ଆନନ୍ଦ ଲାଗିଥାଏ। ଗୁଡ୍ ମାନେ ଶୁଭ ବା ଉତ୍ତମ। ମୋର ପ୍ରିୟ ମାନେ, କାହିଁକି ସେଇ ମୃତ୍ୟୁର ଉତ୍ତମ? ଯେତେ ଜଣ ଆଜି ମରିଛନ୍ତି, ନେତାମାନେ ବା ଯେତେ ଜଣ ମନ୍ତ୍ରୀ ମାନେ ବା ରାଜମାନେ ବା ଜ୍ଞାନୀ ମାନେ, କୌଣସି ବ୍ୟକ୍ତିଙ୍କ ବିଷୟରେ ମଲା ପରେ କିଏ ଗୋଟେ ଶୁଭ ଦିନ ବା ଉତ୍ତମ ଦିନ କେହି କହିପାରି ନାହାନ୍ତି କି କହିପାରିବେ ନାହିଁ। କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ ଗୋଟେ ଉତ୍ତମ ଦିନ, ଶୁଭ ଶୁକ୍ରବାର, ଶୁଭ ଦିନ ହେଲା କାହିଁକି? ତାହା ଅତି ଅତି ଆଶ୍ଚର୍ଯ୍ୟ ବିଷୟ ଅଟେ। ତେଣୁ ମୋର ପ୍ରିୟ ମାନେ, ଲେଖା ହେଇଛି ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ କଥା ଯଦି ଆମେ ଜାଣିବା, କାରଣ ଆଜି ଏଇ ଦିବସୀ ମଧ୍ୟରେ 2024 ବର୍ଷ ତଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯୋଉ କାଲବରୀ କ୍ରୁଶରେ ଗଲଗତା ପାହାଡ ଉପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶରେ ଟଙ୍ଗା ଯାଇଛି, କଣ୍ଟାର ମୁକୁଟ ପିନ୍ଧା ହେଇଛି, ହାତ ପାଦରେ ଗୁଡ଼ ପାଦରେ ସମସ୍ତରେ କଣ୍ଟା ପରା ହେଇଛି, ବକ୍ଷସ୍ଥଳରେ ବର୍ଚ୍ଚ ଆଘାତ ପାଇଛି, ଶରୀର ମଧ୍ୟରେ ରକ୍ତ ଝରୁଛି, ସମସ୍ତ ମାଂସ ଉପାଡୁଛି, ଅନେକ ଅନେକ ଦୁଃଖ କଷ୍ଟ ଯନ୍ତ୍ରଣା ମଧ୍ୟରେ ତଥାପି ଆଜି ଅନେକ ଯୀଶୁଙ୍କ ଯନ୍ତ୍ରଣା ସହିତ ଦୁଃଖ କଷ୍ଟ ସାଧାରଣ ମୃତ୍ୟୁ ନଥିଲା। ଏହି ମୃତ୍ୟୁ ଏତେ ଜଘନ୍ୟ ମୃତ୍ୟୁ ଥିଲା, ଆଜି ପର୍ଯ୍ୟନ୍ତ ସେ ଯୀଶୁଙ୍କ ପରି କେହି ମୃତ୍ୟୁ କରିନାହାନ୍ତି କି କରିବେ ନାହିଁ। କାରଣ ମୋର ପ୍ରିୟ ମାନେ, ତଥାପି ଆଜି এই ଦିନକୁ, এই ମୃତ୍ୟୁ ଜଘନ୍ୟ ମୃତ୍ୟୁକୁ ଆଜି ଗୁଡ୍ ଫ୍ରାଇଡେ ଶୁଭ ଶୁକ୍ରବାର ଆଖ୍ୟା ଦିଆଯାଇଛି। କାରଣ ଏହା ଅନେକ ରହସ୍ୟ ଅଛି, ଅନେକ ତାର ମହତ୍ଵ ଅଛି। କିନ୍ତୁ এই ମଧ୍ୟରେ ଯୀଶୁ ଖ୍ରୀଷ୍ଟ ପାଟି ପିଟିବ ନାହିଁ, ତାଙ୍କ ପାଖରେ ରକ୍ତ ନାହିଁ, ତାଙ୍କ ପାଖରେ ଅନେକ କଷ୍ଟ ଯନ୍ତ୍ରଣା ଅଛି। ପାଟି ନ ପିଟିବା ମଧ୍ୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ 7ଟି ବାଣୀ, 7ଟି କଥା ସେ ଜଗତ ନିମନ୍ତେ ସେ କହୁ ପ୍ରକାଶ କରୁଛନ୍ତି। କାରଣ ଯୀଶୁ କିଏ ଅଟନ୍ତି ତାହା ଜଗତ ଜାଣିବା ନିମନ୍ତେ। କିନ୍ତୁ ଆଜି ଯୀଶୁ ଖ୍ରୀଷ୍ଟଙ୍କୁ ଯିଏ ଜାଣିନାହାନ୍ତି, ଯିଏ ଜାଣିଛନ୍ତି, ସେମାନଙ୍କ ପାଇଁ ଶୁଭ ଶୁକ୍ରବାର ଉତ୍ତମ ଦିବସ ଅଟେ, ଉତ୍ତମ ଦିନଟା। ଯିଏ ଜାଣିନାହାନ୍ତି ସେମାନଙ୍କ ପାଇଁ ମୂର୍ଖତା। ତେଣୁ ତ ଆଜି ଏପର୍ଯ୍ୟନ୍ତ ଯୀଶୁ ଆପଣ ପାଇଁ, ମୋ ପାଇଁ, ଜଗତ ନିମନ୍ତେ ଏତେ ଦୁଃଖ କଷ୍ଟ ତାଳନା ପାଇଲେ ମଧ୍ୟ ଲୋକେ ଆହୁରି ଅନେକ ଯୀଶୁଙ୍କୁ କୃଷାର୍ପିତ କରିବାକୁ ଚାହାନ୍ତି, ଅନେକ ଯୀଶୁଙ୍କ ଲୋକଙ୍କୁ ଘୃଣା କରନ୍ତି। ତାମାନେ ହାୟ, ସେମାନେ ମୂର୍ଖତା, ସେମାନେ ଦଣ୍ଡର ପାତ୍ର। ତେଣୁ ମୋର ପ୍ରିୟମାନେ, କାରଣ ଯେତେବେଳେ ପ୍ରଥମ କରନ୍ତି ଗୋଟେ ଆମେ ଦେଖିଲା ବେଳକୁ ମତେ ବେଶୀ ଇଏ ଲାଗେ। ପ୍ରଥମ କରନ୍ତି 1:18 କଣ ଲେଖା ଅଛି ଟିକେ ପଢନ୍ତୁ। ପ୍ରଥମ କରନ୍ତି 1:18 ଆମେ ଦେଖିବା, ସେଇ ସମୟ ଦେଖିପାରୁଛୁ। କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନେ ପ୍ରତି କୃଷର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମମାନଙ୍କ ପ୍ରତି ତା ଈଶ୍ୱରଙ୍କର ଗୁଡ୍ ଫ୍ରାଇଡେର ମୁଖ୍ୟ। କାରଣ ବିନାଶ ପ୍ରାପ୍ତ ଆମେ ଦେଖିଯାଛୁ, କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କୃଷର କଥା ମୂର୍ଖତା। ମୋର ପ୍ରିୟମାନେ,
ଏଇଟା ଆମେ ଦେଖିପାରୁଛୁ ମାତ୍ର କିନ୍ତୁ ପରିଚୟ ପ୍ରାପ୍ତ ହୋଇଥିବା ଆମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କ ଶକ୍ତି ଅଟେ। ମୋର ପ୍ରିୟମାନେ, ଏହା ବିନାଶ ପ୍ରାପ୍ତ ହୋଇଥିବା ଲୋକମାନଙ୍କ ପାଇଁ ମୂର୍ଖତା, ସେଟା ମୂଲ୍ୟହୀନ। କିନ୍ତୁ ଯେଉଁମାନେ ଆଜି ପରିତ୍ରାଣ ପାଉଛନ୍ତି, ଯେଉଁମାନେ ଏହି କଥା ବିଶ୍ୱାସ କରୁଛନ୍ତି, ଯେଉଁମାନେ ଏହି କଥା ଗ୍ରହଣ କରୁଛନ୍ତି, ସେମାନଙ୍କ ପାଇଁ ପରିତ୍ରାଣର ଶକ୍ତି ଆସେ। ସେମାନଙ୍କ ପାଇଁ ପରିତ୍ରାଣ ପାଉଥିବା ଆମମାନଙ୍କ ପ୍ରତି, ସମସ୍ତଙ୍କ ପ୍ରତି ଯେଉଁମାନେ ବିଶ୍ୱାସ କରୁଛନ୍ତି, ସେମାନଙ୍କ ପାଇଁ ଈଶ୍ୱରଙ୍କର ଶକ୍ତି। ଆମେ ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବିଶ୍ୱାସ 7ଟି ବାଣୀ ସେ ପ୍ରକାଶ କରିଛନ୍ତି, 7ଟି କଥା କହିଛନ୍ତି, ତାହା ଅତି ବହୁମୂଲ୍ୟ ବାଣୀ ଅଟେ। ଏହି ସ୍ଥାନରେ ଆମେ ଦେଖିବା, ଆସନ୍ତୁ ଅନେକ ବାଣୀ ଆମେ ଆଲୋଚନା କରିଛୁ, କିନ୍ତୁ ପ୍ରଥମ ଆମେ ବାଣୀ ପଢିଥିଲୁ, ପିତା ଏମାନଙ୍କୁ କ୍ଷମା କର, ଏମାନେ କଣ କରନ୍ତି ଜାଣନ୍ତି ନାହିଁ। ଆଉ ଦ୍ୱିତୀୟ ବାଣୀ ଥିଲା, ଆଜି ତୁମେ ମୋ ସହିତ ପାରାଦୀସରେ ଉପସ୍ଥିତ। ମୋର ପ୍ରିୟମାନେ, ବାଣୀ ତ ଅନ୍ୟମାନଙ୍କୁ କ୍ଷମା କରୁଛନ୍ତି, ଯେତେ ଦୁଃଖ କଷ୍ଟ ତାର ସହିତ, ଏବଂ ଅନେକ ପାପୀ ହେଲେ ମଧ୍ୟ ମନୁଷ୍ୟ କିପରି ସ୍ୱର୍ଗକୁ ଯାଉଛନ୍ତି ତାହା ଦ୍ୱିତୀୟ ବାଣୀରେ ପ୍ରକାଶ କରାଯାଇଛି। ଆଉ ତିନି ନମ୍ବରରେ ଗହଣାରେ ଦେଖ ତୁମର ପୁତ୍ର, ତାହେଲେ ଯୀଶୁ ଖ୍ରୀଷ୍ଟ କିଏ ଅଟନ୍ତି? ପୁତ୍ର ଅଟନ୍ତି, ତାହା ଆଜି ମରିୟମକୁ ଜାଗତିକ ମାତାଙ୍କୁ ସେଇ କଥା କହନ୍ତି। ଆଉ ଚତୁର୍ଥ ବାଣୀ ଥିଲା, ହେ ମୋର ଈଶ୍ୱର କାହିଁକି ତୁମେ ମୋତେ ପରିତ୍ୟାଗ କଲ? ମୋର ପ୍ରିୟମାନେ, କାହିଁକି ଈଶ୍ୱର ପରିତ୍ୟାଗ କରିଥିଲେ? କାରଣ ଈଶ୍ୱର କୌଣସି ପାପ ଦେଖିପାରିବ ନାହିଁ। କାରଣ ଆମେ ଦେଖିଲେ 12ଟାରୁ 3 ଘଣ୍ଟା ପର୍ଯ୍ୟନ୍ତ ଅନ୍ଧକାର, এই ଅନ୍ଧକାର ହେଉଛି ପାପର ଗୋଟେ ସ୍ୱରୂପ। ତେଣୁ ପିତା ଈଶ୍ୱର କିଛି କ୍ଷଣ ତାକୁ ପରିତ୍ୟାଗ କରିଥିଲେ। କାରଣ ସମସ୍ତେ ପ୍ରଭୁଙ୍କୁ ସେ ଯୀଶୁ ଖ୍ରୀଷ୍ଟ କଲେ ଈଶ୍ୱର ପରିତ୍ୟାଗ କରିଥିଲେ, ତାହା ନୁହେଁ। ଆଜି ନିଜର ବ୍ୟାପୀ କୁଟୁମ୍ବ ସମସ୍ତେ ଶିଷ୍ୟମାନେ ମଧ୍ୟ ପରିତ୍ୟାଗ କଲେ। ସେଦିନ ଏଲନ ଠିକ କରିଥିଲା, କାରଣ ପାପ, ଏଇ ଜଗତର ପାପ ବହି ନେଇକି କିଏ ଦେଖିପାରିଲା ନା। ମୋର ଆଉ ପଞ୍ଚମ ବାଣୀ ଆମେ ଆଜି ଆଲୋଚନା କରିବା, ଯାହାକି ଜହନ 19:28 ଲେଖାଯାଇଛି, ମତେ ତୃଷା ଅଛି, ମତେ ତୃଷା ଅଛି। ମୋର ପ୍ରିୟମାନେ, ଆସନ୍ତା ଦେଖିବା ଜହନ 19:28। ମତେ ତୃଷା ଲାଗୁଛି, କାହିଁକି କହିଲେ ଆଜି ସେ ବିଷୟ ଆମେ କିଞ୍ଚିତ ଅଳ୍ପ ଆମେ ଆଲୋଚନା କରିବା। ଜହନ 19:28। କିନ୍ତୁ ଯୀଶୁଙ୍କ ନିକଟରେ ତାହାଙ୍କ ମାତାଙ୍କ ଭଗ୍ନୀ କ୍ଲୋପାଙ୍କ ସ୍ତ୍ରୀ ମରିୟମ ଓ ମଗ୍ଦଲିନୀ ମରିୟମ ଠିଆ ହୋଇଥିଲେ। 28 ପଦ ପଢିବା, 28 ପଦ। ଏହାପରେ ଯୀଶୁ ଧର୍ମଶାସ୍ତ୍ରର ଦାସ ଯେପରି ସଫଳରେ ଏଥିନିମନ୍ତେ ସମସ୍ତ ବିଷୟ ଏବେ ସମାପ୍ତ ହୋଇଅଛି ବୋଲି ଜାଣି କହିଲେ, ମତେ ତୃଷା ଲାଗୁଅଛି, ମତେ ତୃଷା ଲାଗୁଅଛି। ମୋର ପ୍ରିୟମାନେ, ମତେ ତୃଷା ଲାଗୁଅଛି। ମୁଁ ଆଗରୁ କହୁଛି, ଯୀଶୁ ଖ୍ରୀଷ୍ଟଙ୍କ ଆସିବା ଅଚାନକ ଭାବରେ ବା ଆଚମ୍ବିତ ଭାବରେ ସେ ଆସିନି। ତାଙ୍କ ସମସ୍ତ ଯୋଜନା, ସମସ୍ତ ପ୍ଲାନ କୌଣସି ଲୁଚାକୁଚାରେ ମଧ୍ୟ ଆସିନାହାନ୍ତି। ଏହା ମଧ୍ୟ ମତେ ତୃଷା ଲାଗୁଅଛି ଅନେକ ଆମେ ଦେଖିପାରୁଛୁ। ମୋର ପ୍ରିୟମାନେ, ତାହା ଭାବ ଆମେ ସମସ୍ତ ହୋଇଅଛି। ସେତେବେଳେ ଆମେ ପ୍ରଭୁଙ୍କ ବିଷୟରେ ଆମେ ଆଲୋଚନା କରିବା। ଏହି ସମୟରେ ଅତି ସୁନ୍ଦର ଲେଖାଛି, ଏହାପରେ ଯୀଶୁ ଧର୍ମଶାସ୍ତ୍ର ବାକ୍ୟ ଯେପରି ସଫଳ ହୁଏ, ଯୋଉ ବାକ୍ୟଟି ଭାବାନୀ ବାକ୍ୟ ଅଛି ପ୍ରକାଶ ତାହା ସଫଳ ହୁଏ, ଏଥି ନିମନ୍ତେ ସମସ୍ତ ବିଷୟ ଏବେ
ସମାପ୍ତ ହୋଇଅଛି ବୋଲି ଜାଣି କହିଲେ ମତେ ତୃଷା ଲାଗୁଅଛି, ମତେ ତୃଷା ଲାଗୁଅଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ପିତାଙ୍କର ଇଚ୍ଛା ସାଧନ କରିବା ମନ୍ତେ ଏହି ଜଗତକୁ ଆସିଲେ। ପ୍ରାର୍ଥନା କରୁଛି, ପିତା ତୁମର ଇଚ୍ଛା ହେଲେ ଏହି ପାନ ପାତ୍ର ମୋ ଠାରୁ ଦୂର କର। এই ପାନ ପାତ୍ର ଥିଲା ସମସ୍ତ ଜଗତର ପାପର ପାନ ପାତ୍ର। ଏହା ବହିବା ଅତି କଷ୍ଟକର, ଅତି ଯନ୍ତ୍ରଣାଦାୟକ ଥିଲା। ଏହା ଦ୍ୱାରା ପ୍ରଭୁ ପିତା ଈଶ୍ୱର ତାକୁ ପରୀକ୍ଷା କରିଛନ୍ତି। ହଁ ମୋର ପ୍ରିୟ ମାନେ, ଆମେ ଦେଖିପାରୁଛୁ ତୁମର ଇଚ୍ଛା ହେଲେ ପାନ ପାତ୍ର ଦୂର କର, କିନ୍ତୁ ମୋର ଇଚ୍ଛା ପ୍ରଭୁ ତୁମର ଇଚ୍ଛା ହେଲେ କେତେ ପିତାଙ୍କର ଇଚ୍ଛା ସେ ସାଧନ କରିଅଛି, ଏଇଟା ଆମେ ଦେଖିପାରୁଛୁ। ଏବଂ ସମସ୍ତ ବିଷୟ ଧର୍ମ କର୍ମ ସାଧନ କଲା ପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ କହୁଛନ୍ତି, ମତେ ତୃଷା ଲାଗୁଅଛି, ମତେ ତୃଷା ଲାଗୁଅଛି। ମୋର ପ୍ରିୟ ମାନେ, 3.5 ବର୍ଷ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଜଗତରେ ଈଶ୍ୱରଙ୍କ ଇଚ୍ଛା ଅନୁସାରେ, ଈଶ୍ୱରଙ୍କ ସେବା ଅନୁସାରେ ସେବା କାର୍ଯ୍ୟ କଲେ। ସେ ମଧ୍ୟରେ କେବଳ ମଙ୍ଗଳଜନକ କାର୍ଯ୍ୟ କରିଛନ୍ତି। ଅନ୍ଧକୁ ଚକ୍ଷୁ ଖୋଲିଦେଲେ, ଛୋଟାକୁ ଚାଲିବାକୁ ଶକ୍ତି ଦେଲେ, କୁଷ୍ଠକୁ ସ୍ୱସ୍ଥକୁ ସୁସ୍ଥ କଲେ ଏବଂ ସମସ୍ତ ଲୋକଙ୍କୁ ବହୁତ ଜ୍ୱରରୁ ମୁକ୍ତ କଲେ ଏବଂ ଆଉ ମୃତ୍ୟୁ ଲୋକମାନଙ୍କୁ ମଧ୍ୟ ଉଠାଇଲେ। এই সমস্ত ମଙ୍ଗଳ କାର୍ଯ୍ୟ କଲା ପରେ ଯୀଶୁ ଖ୍ରୀଷ୍ଟ ଆଉ ଅବଶିଷ୍ଟାନ୍ତ ରହିଲେ ପାପର କ୍ଷମା, ପାପର ପରିତ୍ରାଣ। ତାପରେ ପ୍ରଭୁ ଯୀଶୁ କୃଷାର୍ପିତ ହୋଇଛନ୍ତି ଏବଂ এই 7ଟି ବାଣୀ ମଧ୍ୟରେ ମତେ ତୃଷା ଲାଗୁ, କାରଣ ଯୀଶୁ ଖ୍ରୀଷ୍ଟ ଯାହା ଯାହା କାର୍ଯ୍ୟ କରିଛନ୍ତି ତାହା ତାଙ୍କ କି ତୃଷା। ଅନେକ ସେପରି ଆଜି ଲୋକେ ବିନଷ୍ଟ ଅଛନ୍ତି, ଅନେକ ଲୋକେ ଆଜି ଆତ୍ମାରେ ବିନଷ୍ଟ, ସେମାନଙ୍କ ପାଇଁ ପରମେଶ୍ୱର ତୃଷା ଲାଗୁଛି। ଯଦି ଆମେ ଦେଖିବା এই ତୃଷା ବିଷୟ, ହଁ 100% ସେ ମନୁଷ୍ୟ ଥିଲେ, 100% ସେ ଈଶ୍ୱରଙ୍କ ପୁତ୍ର ଥିଲେ, ଈଶ୍ୱର ଥିଲେ। ତଥାପି ସେ ଆମମାନଙ୍କର ଦୁଃଖ କଷ୍ଟ ଯନ୍ତ୍ରଣା ଅନୁଭବ କରିବା ନିମନ୍ତେ ମନୁଷ୍ୟ ରୂପରେ ତାଙ୍କୁ ଅନେକ ତୃଷା ଆସିଅଛି, ସତ୍ୟ କଥା। କିନ୍ତୁ ଏହି ସ୍ଥାନରେ ଏହି ତୃଷା ବି ସହିତ ଆତ୍ମିକ ତୃଷା ତାଙ୍କ ଜୀବନ ଥିଲା। ସେଥିରେ ଆମେ ଅନୁଭବ କରିବା ଯୀଶୁ ଖ୍ରୀଷ୍ଟ ଯେତେବେଳେ ଆରମ୍ଭରୁ ଯେତେବେଳେ ପ୍ରଭୁଙ୍କ ରାଜ୍ୟ କାର୍ଯ୍ୟ ନିମନ୍ତେ ଆରମ୍ଭ କଲେ, ସେବା ଆରମ୍ଭ କଲେ, ପ୍ରଥମ ଆରମ୍ଭରୁ 40 ଦିନ 40 ରାତ୍ର ପ୍ରଭୁ ଯୀଶୁ ଉପବାସ ରଖିଲେ। ସେ ଉପବାସରେ ପ୍ରାର୍ଥନା କରୁଛନ୍ତି ଏବଂ ଶେଷ ଦିନରେ ଅନେକ କ୍ଷୁଧିତ ହେଲେ ବୋଲି ଲେଖା ହେଇଛି, ଅନେକ ତୃଷିତ ହେଲେ ବୋଲି ଲେଖା ହେଇଛି। ତଥାପି ଯେତେବେଳେ ଶୈତାନ ପରୀକ୍ଷା ନେଉଛି, ଆମେ ଯଦି ତୃଷା ହଉଛୁ, କ୍ଷୁଧିତ ହେଇଛୁ, ଏହି ଋତୁକୁ ପଥରକୁ ତୁମେ ରୁଟି କରି ଖାଅ ନା, ମୋ ପ୍ରିୟ ମାନେ, ସେ କୌଣସି ଅନ୍ୟ ସେ କଥା ଶୁଣିବା ପାଇଁ ନାହିଁ, ଈଶ୍ୱର ଇଚ୍ଛା ସାଧନ କରିବା ପାଇଁ ସେଦିନ କହିଥିଲେ ମନୁଷ୍ୟ ରୁଟିରେ ବଞ୍ଚିବ ନାହିଁ, ଈଶ୍ୱରଙ୍କ ନିର୍ଗତ ଈଶ୍ୱରଙ୍କ ବାକ୍ୟରୁ ବଞ୍ଚିବ। ମୋର ପ୍ରିୟ ମାନେ, କିନ୍ତୁ ସେଦିନ ପରମେଶ୍ୱରଙ୍କ କ୍ଷୁଧା ତୃଷାରୁ ମଧ୍ୟ ସେ କୌଣସି ସେ ନିଜକୁ ଦୁର୍ବଳ ମନେ କରିନଥିଲେ। କିନ୍ତୁ ଆଜି ଆମେ ଦେଖିପାରୁଛୁ ଯୀଶୁକୁ ମତେ ତୃଷା ଲାଗୁଅଛି। ହଁ ମୋର ପ୍ରିୟ ମାନେ, ହୁଏତ ତାଙ୍କର ମସ୍ତକଠାରୁ ପାଦ ପର୍ଯ୍ୟନ୍ତ କେବଳ ଆଘାତ ଆଘାତ ଆଘାତ, କଣ୍ଟାର ଚିହ୍ନ, ରକ୍ତର ଚିହ୍ନ ପୂର୍ଣ୍ଣତା ମଧ୍ୟରେ ପ୍ରଭୁ ଯୋଉ 7ଟି ବାଣୀ କହୁଛନ୍ତି, ମତେ ତୃଷା ଲାଗୁଅଛି, ମତେ ତୃଷା ଲାଗୁଛି। କି ତୃଷା? ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ସମୟ ସ୍ତ୍ରୀ କଥା କହୁଛନ୍ତି, ତମେ ଯଦି ଜାଣିଥାନ୍ତ ମୋର ଜୀବନ୍ତ ଜଳ ତମେ ନେଇଥାନ୍ତ, ମୋର ଜୀବନ୍ତ ଜଳ ତୁମେ ନେଇଥାନ୍ତ, ତେବେ ତାହା ତୃଷି ପାଇବ। କିନ୍ତୁ ମୋର ପ୍ରିୟ ମାନେ, ଆଜି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯୋଉ ତାଙ୍କର ଜୀବନ୍ତ ଜଳ ଥିଲା, ଆଜି ସେ ଜୀବନ୍ତ ଜଳ ଆଜି ମନୁଷ୍ୟ ନିମନ୍ତେ ତାଙ୍କ ଯୋଉ ତୃଷିତ ଅଛି, ଯୋଉକି ଆତ୍ମା ଲାଭ ତୃଷା, ଯାହାକି ଲୋକେ ପାପ ଉଦ୍ଧାର କାରଣ ସେ ସମାପ୍ତ କରିଛନ୍ତି, ସେ ପରିତ୍ରାଣ କରିବା ନିମନ୍ତେ ପରିତ୍ରାଣ ସାଧନା ଅଲରେଡି କରିଛନ୍ତି। ଏଣୁ ଯେଉଁମାନେ ସେଇ ଲୋକମାନେ ପ୍ରଭୁଙ୍କ ନିକଟକୁ ଆସିବେ, ପରିତ୍ରାଣ ପାଇବେ, ଆତ୍ମା ଲାଭ ଉଦ୍ଧାର ପାଇବେ, ଏହିପରି ତାଙ୍କ ଜୀବନରେ ଏଇ ଚିନ୍ତା, ଏଇ ତୃଷା ରହିଅଛି। ଅନେକ ତାଙ୍କ
শরীর মধ্যে ছোট বিক্ষত আঘাত কষ্ট যন্ত্রণা সত্ত্বে মনুষ্য নিমন্তে যেপরি তাঙ্কর এতে তৃষ্ণা এতে ক্ষুধা ଥିଲା ମୋର ପ୍ରିୟ ମାନେ ତାହାକି ମୁଁ ଅନୁଭବ ହିଁ ଚାହେଁ। କାରଣ ସେ ସମସ୍ତ ବିଷୟ ଆପଣ ଉଦ୍ଧାର କାର୍ଯ୍ୟ ସେ ସମାପ୍ତ କରିଛନ୍ତି। ଆପଣଙ୍କ ସମସ୍ତ କାର୍ଯ୍ୟ କିନ୍ତୁ ଆଜି ବି ମନୁଷ୍ୟ କାହିଁକି ଅନେକ ପାପରେ ପତିତ ହୋଇ ଆଜି ପ୍ରଭୁଙ୍କ ତ ବହୁତ ଲୋକ ଚାଲି ଯାଇଛନ୍ତି। କିନ୍ତୁ ମୋର ପ୍ରିୟମାନେ ଯୀଶୁ ଗୋଟେ କଥା କହିଲେ ପ୍ରତ୍ୟେକଙ୍କ ନିମନ୍ତେ ସେ ଦାନ ଦେଇଛନ୍ତି। ପ୍ରତ୍ୟେକଙ୍କ ନିମନ୍ତେ ସେ ନିଜ ଜୀବନ ନିଜ ପ୍ରାଣ ଦାନ କରିଛନ୍ତି। ଏଣୁ ପ୍ରଭୁ ପ୍ରତ୍ୟେକଙ୍କ ନିମନ୍ତେ ତାଙ୍କ ତୃଷା କ୍ଷୁଧା ଯୋଉ ରହିଅଛି ଯେପରି ବିନଷ୍ଟ ନାହିଁ ଅନନ୍ତ ଜୀବନ ପ୍ରାପ୍ତ ହେବ। এই স্থানে ଦେଖିପାରୁଛୁ ତେଣୁ ପ୍ରଭୁ ଯେ କେହି କହିଦେଲେ ଯେ କେହି ଯେକୌଣସି ବ୍ୟକ୍ତି ହଉନା କାହିଁକି ପ୍ରତ୍ୟେକ ବ୍ୟକ୍ତି ପ୍ରଭୁଙ୍କୁ ଜାଣିବା ଆବଶ୍ୟକତା ଅନନ୍ତ ଅଧିକାର ପାଇବା ଦରକାର। ତେଣୁ ତାଙ୍କର ପ୍ରେମ ଲାଗେ ପ୍ରତ୍ୟେକ ମନୁଷ୍ୟଙ୍କ ତୃଷା କ୍ଷୁଧା ହେଉଛନ୍ତି। ତାଙ୍କର ସମସ୍ତ ଆମମାନଙ୍କ ପାଇଁ ସମଗ୍ର ଜଗତ ନିମନ୍ତେ ସେ କାର୍ଯ୍ୟ ସାଧନ କରିଥିଲେ। ସେ କାର୍ଯ୍ୟ ସାଧନ କଲେ ପରିତ୍ରାଣ କାର୍ଯ୍ୟ ସାଧନ କରିଛନ୍ତି। କି କାର୍ଯ୍ୟ ସାଧନ କରିଛନ୍ତି? ମୁକ୍ତିର କାର୍ଯ୍ୟ ସାଧନ କରିଛନ୍ତି। ସେଦିନ ଆମେ 7ଟା ବିଷୟ ଆମେ ସେଦିନ ଅଧ୍ୟୟନ କରିଥିଲୁ। କାହିଁକି ଯୀଶୁ କ୍ରୁଶାସିତ ହେଲେ? ମାନେ ଅନେକ ଲୋକ ନିଜ ଦୁର୍ବଳତା ପାଇଁ ଯୀଶୁ କ୍ରୁଶାସିତ ନାହିଁ। ତାଙ୍କ ଲେଶ ମାତ୍ର ପାପ ନଥିଲା। କିନ୍ତୁ ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ପ୍ରଭୁ ଯୀଶୁ ଯୋଉ କଷ୍ଟ ଯନ୍ତ୍ରଣା କାଲବରୀ କ୍ରୁଶରେ ଟଙ୍ଗା ଯାଇଛନ୍ତି ତାହା ସେ ଅନେକ ମାନବ ନିମନ୍ତେ ମୁଁ ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ମୁଁ କ୍ରୁଶାସିତ ହେଉଛି। ମନୁଷ୍ୟ ମୁଁ ବଳିଦାନ କରିଅଛି କାରଣ ପିତାଙ୍କ ଇଚ୍ଛା ମୁଁ ସାଧନ କରିଅଛି। ତେଣୁ ପ୍ରତ୍ୟେକ ଲୋକଙ୍କ ପାଇଁ ମତେ ତୃଷା ଲାଗୁଅଛି। ମୋର ପ୍ରିୟମାନେ ଏଇ ସ୍ଥାନ ଆମେ ଦେଖିପାରୁଛୁ କିନ୍ତୁ ଆମେ ଉପର ପଦ ଆମେ ପଢୁଛୁ। କାରଣ ଏହାପରେ ଯୀଶୁ ଧର୍ମଶାସ୍ତ୍ର ବାକ୍ୟ ଯେପରି ସଫଳ ହୁଏ ଏଥି ନିମନ୍ତେ ସମସ୍ତ ବିଷୟ ଧର୍ମଶାସ୍ତ୍ର ବାକ୍ୟ ଯେପରି ସଫଳ ହୁଏ ଯୋଉ ଭାବାନ ଥିଲେ ଆମେ 22 ଆମେ ଦେଖିପାରୁଛୁ ଗୀତ ସଂହିତା 22 ଅଧ୍ୟାୟରେ ଏକା ଯୀଶୁ ଖ୍ରୀଷ୍ଟଙ୍କ ଜୀବନରେ ଯୋଉଟା ଘଟି ଅଛି ତାହା ଏଇ ଗୀତ ସଂହିତା 22 ଅଧ୍ୟାୟ ସମ୍ପୂର୍ଣ୍ଣ ପଢିଲେ ଆପଣ ଜାଣିପାରିବେ। କାରଣ ଏ ସ୍ଥାନ ଅତି ପ୍ରାଞ୍ଜଳ ଭାବରେ ଲେଖାଯାଇଛି। କିନ୍ତୁ ମୋର ପ୍ରିୟମାନେ ଏଇ ଆମେ ଦେଖିପାରୁଛୁ ଏହାପରେ ଯୀଶୁ ଧର୍ମଶାସ୍ତ୍ର ବାକ୍ୟ ଯେପରି ସଫଳ ହୁଏ ଏଥି ନିମନ୍ତେ ସମସ୍ତ ବିଷୟ ଏବେ ସମାପ୍ତ ହୋଇଅଛି। ଦେଖ ଧର୍ମଶାସ୍ତ୍ର ବାକ୍ୟ ଅନୁସାରେ ଯେପରି ସଫଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମସ୍ତ କାର୍ଯ୍ୟ ସଫଳ କରିବା ନିମନ୍ତେ ଆସିଥିଲେ ଯାହାକି ମନୁଷ୍ୟର ଈଶ୍ୱରଙ୍କ ସହିତ ବିଚ୍ଛେଦ ଥିଲା। ଯାହାକି ମନୁଷ୍ୟକୁ ଅଭିଶାପ ଥିଲା ବ୍ୟବସ୍ଥାର ଅଭିଶାପ ଥିଲା। ଯାହାକି ମନୁଷ୍ୟ ଅଶାନ୍ତିରେ ଥିଲା। ଯାହାକି ମନୁଷ୍ୟ ସମସ୍ତ ନିଜ ପାପରୁ ମୃତ୍ୟୁବରଣ କରିବାକୁ ଯାଉଥିଲା। କାରଣ ମୋର ପ୍ରିୟମାନେ ପାପର ବେତନ ମୃତ୍ୟୁ। ତେଣୁ କେହି ନା କେହି ଆଜି ପ୍ରଭୁ କେହି ନା କେହି ଆଜି ମନୁଷ୍ୟ ନିମନ୍ତେ ମୃତ୍ୟୁବରଣ କରିବା ଆବଶ୍ୟକ ଥିଲା। ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ତେଣୁ ପ୍ରଭୁ ଯୀଶୁ ତାହାର ପାପର ବେତନ ନିଶ୍ଚିତ ମୃତ୍ୟୁ। ଆଉ ଯେକୌଣସି ବ୍ୟକ୍ତି ଆଉ ପାପ କରେ ସେ ନିତାନ୍ତ ମରିବ ତାହା ବାକ୍ୟ ଲେଖାଛି। ତେଣୁ ଆଉ ଗୋଟେ ବିଷୟ ରକ୍ତପାତ ବିନା କୌଣସି ପାପ ମତେ ନଥିଲା। ତେଣୁ ଅନେକ ପୁରାତନ ନିୟମରେ ମେଷ ବଳି ଛେଳି ବଳି ସମସ୍ତ ବଳି ଦେଇ ବର୍ଷକୁ ବର୍ଷ ବଳିଦାନ କରି ଠକି ଯାଇଥିଲେ। କିନ୍ତୁ ପ୍ରଭୁ ଯୀଶୁ ଏକା ତରଫେ ଆଜି ଆପଣ ପାଇଁ ମୋ ପାଇଁ ବଳିକୃତ ହେଇଛନ୍ତି। ଏଣୁ ସେ ଆଜି ମତେ ତୃଷା ଲାଗୁଅଛି ମନୁଷ୍ୟ ନିମନ୍ତେ ଆତ୍ମାର କାର୍ଯ୍ୟ ନିମନ୍ତେ ଯୋଉ ପରମେଶ୍ୱରଙ୍କ କୃଷ ଉପରେ ମଧ୍ୟ ତାଙ୍କ ତୃଷା ଲାଗୁଅଛି କାର୍ଯ୍ୟ କରିବା ନିମନ୍ତେ ଅନେକ ଲୋକଙ୍କୁ ଏଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ ସେ ମୃତ୍ୟୁଭୋଗ କରୁଛନ୍ତି ପୁନରୁତ୍ଥିତ ହଉଛନ୍ତି ଏବଂ ତାର ଶେଷ ବାଣୀ ହଉଛି ଯେ ତାର ତୃଷା ଯୋଉ କ୍ଷୁଧା ମାତୃ 28:19 ଯାଅ ମୋର ସୁସମାଚାର ଘୋଷଣା କର। ମୋର ପ୍ରିୟ ମାଇ ସେଇ ତୃଷା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଥିଲା। ତାଙ୍କ ଅନେକ ଶାରୀରିକ ଯନ୍ତ୍ରଣା ଅନେକ ତାଙ୍କ ଶାରୀରିକ ତୃଷା କ୍ଷୁଧା ଥିଲେ ମଧ୍ୟ
जीवन आत्मिक कृषा प्रकाश कर मोर प्रिय माने आज ये जो आज्ञा जो प्रतिज्ञा से महाआज्ञा प्रभु आम को देते तो आज सारा जगत एपाई सुसमाचार प्रचार होती आज जो मैंने सुसमाचार नहीं जाऊँगी दुख आसू कष्ट आसू तालीम आसू कारण जीशुक्र शुभ शुक्रवार कारण से शुभ कर अभिशाप मुक्त कर आज आम को अभिशाप मुक्त कले आम को आज पाप उद्धार कले आज आम को अनंत जीवन अधिकार देले तेणु आम संतान अधिकार देले एपाई जो प्रभु ये अधिकार धरी आसिले मृत्यु क्रूस मृत्यु द्वारा शुभ शुक्रवार आज केवल समाप्त कला मत तृषा लगुच आज मनुष्य पर कार्य न्यस्त कर कार्य करने कारण अनेक अवशिष्ट आज पर्यंत हजार हजार लोग कोटी कोटी जनता आज से पाप कारण मुझे आगर पढ़ी विनाश प्राप्त होता लोक मान क्रूसर कथा मूर्खता मात्र विनाश होता क्रूसर कथा मूर्खता किंतु परित्राण पाइबा लोक मान शक्ति अटे बहुमूल्य तार प्रभु जीशु बहुमूल्य रक्त दे आज आम को किणी मोर प्रिय मैंने आम बर्तमान निजे निजर नुह आम प्रभु कर आदेश मानवा दरकार आदेश मानिया प्रभु मत तृषा लगुच जाओ मत जो मु कार्य करें कार्य कर प्रभु पुनर्थित है बारी प्रकाश करे माध्यम 28 जहाँ आम देखिपार 19 पद जहाँ मार्क जहाँ आम देखिपार 16 15 16 पद सुसमाचार जे विश्वास करे मो सुसमाचार घोषणा कर प्रचार जे विश्वास करे से पाइब जो विश्वास दंड पाइब मोर प्रिय माने दंड पाइबा लोक निमंते प्रभु करे अनेक तृषा रही कि परिचय मैंने मुक्ति पाइबे कारण प्रभु कार्य समाप्त कर मुक्तिर साधन कार्य कर उद्धार कार्य साधन कर शांतिर कार्य साधन कर आज से क्रूसर कथा न जानिबार कारण से मूर्खता किंतु जो मैंने आज क्रूसर कथा जानते से बहुमूल्य थे तेणु पिता आज आम को से कार्य करने निमंते जो तृषा क्षुदा अच्छी तेणु से आदेश देले जाओ मोर सुसमाचार घोषणा कर मोर सुसंवाद घोषणा कर मोर मृत्यु मोर जन्म मोर पुनरुत्थान विषय तुम्हें घोषणा कर किंतु आज अनेक लोके आज्ञा मानी सारा विश्व एक विभिन्न प्रकार आज कार्य छाड़ी प्रभु को सेवा समर्पित कर प्रभु को आम समर्पण करवा जो परमेश्वर को आम तृषा अच्छी क्षुदा अच्छी से आत्मिक तृषा को जन आत्मा लागर तृषा ताहा जब आम मानिबा प्रभु ये तृषा परितृप्त दे कारण आपण मो से कार्य से समाप्त कर मोर प्रिय माने आज आम प्रभु को निमंते आम जीवन कार्य कर निमंते पानी जो आमको शरीर सुष लगे पानी पीवाई आम जेपरी आग्रह प्रकाश अनेक जत व्यस्त होता अनेक आम साही पड़ोसा एरिया अच्छा विनष्ट आत्मा मान आमकर जो परमेश्वर तृषा क्षुदा विषय प्रकाश कर इच्छा साधन करवा तेज प्रभु तृषा से परितृप्त हे कारण मोर प्रिय माने प्रभु जीशु ख्रीस्ट पार्श्व आपण मते सारा जगत उद्धार करने मते से ईश्वर हेले से मनुष्य रूपे मनुष्य से दास हेले दास है से क्रूस मृत्यु पर्यंत से निज को नम्र जो पढ़ा फिलिपियो 2 अध्याय पढ़ा आम देखिपर जो तृषार तार केते निज को तल को प्रभु जीशु ख्रीस्ट आसिछन्ति ईश्वर हेले से किपर तल को आम ताहा देखा यह प्रभुर लक्ष्य पिता इच्छा से साधन कर देवनी पढ़ु 2:7 पद
ଲେଖା ଅଛି କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସ ରୂପ ଧାରଣ କରି ଆପଣଙ୍କୁ ପୂର୍ଣ୍ଣ କରିଛନ୍ତି। ମୋର ପ୍ରିୟମାନେ, ଈଶ୍ୱର ଯୀଶୁ ଖ୍ରୀଷ୍ଟ ଚାହିଁଥିଲେ ଆଜି ସେଦିନ ସମସ୍ତ ବିଷୟରେ ସେ ଆଶ୍ଚର୍ଯ୍ୟ କାର୍ଯ୍ୟ ଗୁଡାକ କରିଥାନ୍ତି। ସେ ଦୁର୍ବଳ ପାଇଁ ମରିନାହାନ୍ତି, କିନ୍ତୁ ସେ ଆପଣ ମୋର ପାପ ବହିବା ନିମନ୍ତେ, ପାପର ଉଦ୍ଧାର ନିମନ୍ତେ ସେ ମରିଛନ୍ତି। ତେଣୁ ସେ ଆପଣ ପଢନ୍ତୁ, ସେ 5 ପଦ ପଢନ୍ତୁ, ଫିଲିପିୟ 5 ପଦ 2-5 ଆଜ୍ଞା। ହଁ, ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା ସେମାନଙ୍କର ସେପରି ମନ ହେଉ। ଯୀଶୁ ଖ୍ରୀଷ୍ଟଙ୍କ ଯୋଉପରି ମନ ଥିଲା ବଡ ପ୍ରିୟମାନେ, କାରଣ ମନୁଷ୍ୟକୁ ପାପରୁ ଉଦ୍ଧାର କରି ନିମନ୍ତେ ତାଙ୍କର ଯୋଉ ମନ, ଯୋଉ ତୃଷା, ଯୋଉ କ୍ଷୁଧା ଅଛି, ଏଥିପାଇଁ ତ ସେ ଅନେକ ଦୁଃଖ କଷ୍ଟ ଯନ୍ତ୍ରଣା ପାଇଲେ ମଧ୍ୟ କ୍ରୁଶ ଉପରେ ଚଳିବା ପାଇଁ ତାର ପ୍ରତିଶ୍ରୁତି ନେଇଛନ୍ତି। ତେଣୁ ସେ କହୁଥିଲେ ଅବଶ୍ୟ ମୁଁ ମୃତ୍ୟୁଭୋଗ କରିବି ଏବଂ 3 ଦିନରେ ମୁଁ ଉଠିବି। ଏବଂ ଶିଷ୍ୟମାନଙ୍କୁ ମଧ୍ୟ କଥା କହୁଥିଲେ, ଦେଖ ମୁଁ 2 ଦିନ ହେଲା ପରେ ମୁଁ ଅନେକ ଦୁଃଖ ଭୋଗ ପାଇବି, 2 ଦିନ ପରେ ମୁଁ ଅନେକ ଦୁଃଖ ପାଇବି। ତେଣୁ ମୋର ପ୍ରିୟମାନେ, ଯେତେବେଳେ ଆମେ ବାକ୍ୟ ଆମେ ଦେଖିପାରୁଛୁ ଏହି ସମୟରେ 6 ପଦ ଲେଖାଛି, ସେ ଈଶ୍ୱର ରୂପୀ ହେଲେ ହିଁ ଈଶ୍ୱରଙ୍କ ସହିତ ସମାନ ହେବାର ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ। କାହିଁକି? ସେ ଈଶ୍ୱର, ଦେଖ ଈଶ୍ୱର ରୂପୀ ହେଲେ ସେ ଈଶ୍ୱରଙ୍କ ସହିତ, କାରଣ ଯୋଉ ପର୍ଯ୍ୟନ୍ତ ମଣିଷ ଉଦ୍ଧାର ପାଇନଥିଲା ସେଇ ପର୍ଯ୍ୟନ୍ତ ସେ ଈଶ୍ୱର ରୂପୀ ହେଲେ ହିଁ ମଧ୍ୟ ସେ ଈଶ୍ୱରଙ୍କ ସହିତ ରହିବା ପାଇଁ ଇଚ୍ଛା କଲେ ନାହିଁ। ତେଣୁ ସେ ନିଜେ ଇଚ୍ଛା ନ କରି ସେ ନିଜକୁ କଣ କଲେ? ନିଜ ନିମନ୍ତେ ରଖିବା ବିଷୟ ସେ ମନେ କଲେ ନାହିଁ। ସେ ଈଶ୍ୱର ରୂପୀ ହେଲେ ହିଁ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ, ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ସେ ରଖିବାର କୌଣସି ବିଷୟ ମନେ କଲେ ନାହିଁ। ଯୋଉ ତୃଷା, ଯୋଉ କ୍ଷୁଧା ଥିଲା ମଣିଷ ଉଦ୍ଧାର କରିବା ନିମନ୍ତେ, ଏଥିପାଇଁ ସେ ଜଗତକୁ ଆସିଲେ। ମୋର ପ୍ରିୟମାନେ, ଯଦି ଆମେ ସେଇ 7 ପଦ ଆମେ ପଢିଲେ ଜାଣିପାରୁଛୁ, 7 ପଦ ପଦ କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସ ରୂପ ଧାରଣ କରି ଆପଣଙ୍କୁ ଶୂନ୍ୟ କରେ। ମୋର ପ୍ରିୟମାନେ, ମନୁଷ୍ୟ ରୂପ ଧାରଣ ଆମେ ଦେଖିପାରୁଛୁ, ମନୁଷ୍ୟ ରୂପ ଧାରଣ କରି ସେ ନିଜକୁ ମନୁଷ୍ୟ ରୂପ ହେଲେ, ମନୁଷ୍ୟ ସେ ଦାସ ହେଲେ, ଦାସରୁ ସେ ନିଜକୁ ଶୂନ୍ୟ କଲେ। ଦେଖନ୍ତୁ ସେ ଈଶ୍ୱର ରୂପୀ ଥିଲେ, ଈଶ୍ୱର ସେ ମନୁଷ୍ୟ ହେଲେ, ମନୁଷ୍ୟ ସେ ଦାସ ହେଲେ, ଦାସରୁ ସେ ନିଜକୁ ଶୂନ୍ୟ କଲେ। ତାହା ହେଉଛି କାଲବରୀ କ୍ରୁଶର ମହତ୍ଵ ବିଷୟ ଅଟେ। ହଁ ମୋର ପ୍ରିୟମାନେ, 8 ପଦ ପଢନ୍ତୁ। ପୁଣି ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, ହଁ କୃଷିୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞା ବହି ଆପଣଙ୍କୁ ଅବନତ କଲେ। ହାଲେଲୁୟା। ଏହା ହଉଛି ପରମେଶ୍ୱର ଯୀଶୁଖ୍ରୀଷ୍ଟଙ୍କ ତୃଷା, ଯୋଉ କ୍ଷୁଧା ଥିଲା, ସେ ଈଶ୍ୱର ରୂପୀ ହେଲେ ସେ ମନୁଷ୍ୟ ହେଲେ, ମନୁଷ୍ୟ ସେ ଦାସ ହେଲେ, ଦାସରୁ ସେ ନିଜକୁ ଶୂନ୍ୟ କଲି। ହଁ ମୋର ପ୍ରିୟମାନେ, କୃଷିୟ ମୃତ୍ୟୁ ପର୍ଯ୍ୟନ୍ତ ସେ ନିଜକୁ ନମ୍ର କଲେ, ଅବନତ କଲେ। ଏହା ପରମେଶ୍ୱର ସମସ୍ତ କାର୍ଯ୍ୟ ସମାପ୍ତ କରେ। ବର୍ତ୍ତମାନ ଯୋଉ ମନୁଷ୍ୟକୁ ଅବସ୍ଥା ରହିଅଛି ସେ ପ୍ରତିଜ୍ଞା କଲେ, ଯାଅ ମୋର ସୁସମାଚାର ଘୋଷଣା କର। ଯେପରି ଆଜି ଯେଉଁମାନେ ଈଶ୍ୱର କଥା ଜାଣିନାହାନ୍ତି ସେମାନେ ବିନାଶ ପ୍ରାପ୍ତ ସେ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଭୁ ଆମକୁ ଆଦେଶ ଦେଉଛନ୍ତି। ଯୋଉ ପର୍ଯ୍ୟନ୍ତ ଆଜି ପ୍ରଭୁ ଆମକୁ ଯୋଉ ତୃଷା, ଯୋଉ ପ୍ରଭୁ କ୍ଷୁଧା ରହିଅଛି ତାହା ପୂର୍ଣ୍ଣତା ଆପଣ ଏବଂ ମୋର ଦାୟିତ୍ୱ, ମୋର ରେସ୍ପନ୍ସିବିଲିଟି ଆପଣଙ୍କ ଦାୟିତ୍ୱ। ମୋର ପ୍ରିୟମାନେ, ପ୍ରଭୁ ବର୍ତ୍ତମାନ ସେ ଜଗତକୁ ଆସିଥିଲେ ପାପ ବହିଥିବା ନିମନ୍ତେ, ସେ ଜଗତକୁ ଆସିଥିଲେ କୃଷାର୍ପିତ କରିବା ନିମନ୍ତେ, ସେ ଜଗତ ଆପଣ ମତେ ଉଦ୍ଧାର କରିବା ନିମନ୍ତେ। କିନ୍ତୁ ବର୍ତ୍ତମାନ ସେ ଆସିବ ରାଜମାନଙ୍କ ରାଜା, ପ୍ରଭୁମାନଙ୍କ ହୋଇ ବିଚାରକର୍ତ୍ତା ରୂପେ ଆସୁଛନ୍ତି। ଏଣୁ ଆଜି ଆମକୁ ଯୋଉ ଦାୟିତ୍ୱ ଦେଇଛନ୍ତି, ପ୍ରତିଜ୍ଞା କରିଛନ୍ତି, ଗ୍ରେଟ୍ କମିଶନ, ଯାଅ ମୋର ସୁସମାଚାର ଘୋଷଣା କର। ନିଜ ଜ୍ଞାତି କୁଟୁମ୍ବ, ନିଜ ଯାହା ବି ଆଜି ଗୁଡ୍ ଫ୍ରାଇଡେ ଆଜି ଆମମାନଙ୍କର
ସେ ଗୁଡ୍ ଫ୍ରାଇଡେ ବିଷୟ ଅନ୍ୟମାନଙ୍କୁ ଶୁଭ ଶୁକ୍ରବାର ଯୀଶୁ ଆପଣ ପାଇଁ ମରିଛନ୍ତି, ମୋ ପାଇଁ ମରିଛନ୍ତି ଏବଂ ସେ ଉଠିଛନ୍ତି ଆପଣ ଉଦ୍ଧାର ପାଇଁ ପାପ ନିମନ୍ତେ ମରିଛନ୍ତି। ତାହା ଆମେ ନିଜ ବନ୍ଧୁକୁ, ନିଜ ଭାଇକୁ, ନିଜ ଜ୍ଞାତି କୁଟୁମ୍ବକୁ ଆମେ ପ୍ରକାଶ କରିବା। ଏହା ହେଉଛି ଶୁଭ ସମ୍ବାଦ ଏବଂ ଶୁଭ ଶୁକ୍ରବାର ବ୍ୟବସ୍ଥା। କାଲି ଆମମାନେ ତାହାକୁ ପାଳନ କରିବା, ବାକ୍ୟ ଶୁଣିବା ତାହା ନୁହେଁ। ତ ଏତେ କଷ୍ଟ ଯନ୍ତ୍ରଣା ସହିଛନ୍ତି, ସେ ଯୋଉ ତୃଷା ଅଛି ପ୍ରଭୁଙ୍କ ପରିତୃପ୍ତ କରିବା ପାଇଁ ଆଜି ଆମର ଦାୟିତ୍ୱ ଅଛି। ଏତେ ଆମେ ସ୍ୱାର୍ଥ କରିବା। ପ୍ରଭୁ ଏହି ଛୋଟ ଆଲୋଚନାରୁ ଆମମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ପ୍ରାର୍ଥନା କରିବେ। ବାକ୍ୟ ନିମନ୍ତେ ଜାଣ୍ଡୁ ଭାଇ ଅଛନ୍ତି, ପ୍ରାର୍ଥନା କରିବେ। प्रार्थना करवा। धन्यवाद यीशु, धन्यवाद यीशु। मंगलमय प्रभु यीशु, जीवित पिता परमेश्वर पिता बापा, आज संध्यार प्रभु, आज रात्रि प्रभु अति सुंदर आमको प्रभु सहजगत प्रभु यीशु प्रभु वाक्य निमंत आम प्रार्थना करुଛୁ पिता। उत्तम उत्तम वाक्य देलु प्रभु, आज आत्मार कथा कहलु प्रभु, समस्त हृदय प्रभु अति सुंदर प्रभु वाक्य निमंते हृदय प्रभु मन को परिवर्तन करंतु प्रभु। प्रभु आज दिन प्रभु उत्तम उत्तम वाक्य कहले प्रभु, और आग को उत्तम उत्तम वाक्य देवा तुम साहाଯ୍य कर, दया कर प्रभु। प्रभु मैं प्रार्थना करुच्ची प्रत्येक भाई हो भौणी हो नगर मध्य मिलता लोक प्रत्येक समस्त हृदय अति सुंदर कर्णमुख खोलने तुम साहाଯ୍य कर प्रभु मैं प्रार्थना करुच्ची। आज दिन प्रभु यीशु शुभ दिन प्रभु, आज अति सुंदर प्रभु तुम गीत गान वाक्य निमंते अति सुंदर तुम साहाଯ୍य करते प्रभु यीशु। कोटि कोटि द्वार हो प्रभु यीशु बापा, आज आज्ञा को हृदय जीवन समस्त को एकत्रित शुणुवा समस्त को तुम हाथ समर्पित करे शीघ्र प्रभु नाम यीशु नाम मांगुछु। आमेन।